ଏସବୁ ଅଭ୍ୟାସ ଘର ଭାଙ୍ଗିଥାଏ। ସ୍ୱାମୀଙ୍କ କଥାକୁ ସର୍ବଦା ସନ୍ଦେହ କରିବା, ଅନ୍ୟର କାନ ଶୁଣା କଥାକୁ ବିଶ୍ୱାସ କରିନେବା, ବାପ ଘର ପ୍ରତି ବେଶୀ ମୋହ ରଖିବା, ବାହାର ଲୋକଙ୍କ ପରାମର୍ଶ ନେବା, ଶାଶୁଘର ଲୋକଙ୍କ ସାଙ୍ଗରେ ଠିକ୍ ଭାବେ ମିଳାମିଶା ନ କରିବା, ବାପ ଘରେ ନିଜ ଶାଶୁଘର କଥା ଖରାପ କରି କହିବା, ଶାଶୁ ଘରର ସଦସ୍ୟଙ୍କୁ ଅନ୍ୟ ଘର ସଦସ୍ୟଙ୍କ ସହ ତୁଳନା କରି ଅପମାନ କରିବା। ତ୍ୟାଗ, ବନ୍ଧୁତ୍ୱରେ ତ୍ୟାଗ ଜରୁରୀ। ତ୍ୟାଗ ଦ୍ୱାରା ବନ୍ଧୁତ୍ୱ ପରଖାଯାଏ। ବନ୍ଧୁତ୍ୱ ଓ ସମ୍ପର୍କ ରକ୍ଷା କରିବା ପାଇଁ ନିଷ୍ଠା, ତ୍ୟାଗ ଓ ବୁଝାମଣା ନିହାତି ଦରକାର। ତ୍ୟାଗ କେବେ ଅଚାନକ ଆକାଶରୁ ରାସ୍ତାରେ ଖସି ପଡ଼େ ନାହିଁ। ଏଥିପାଇଁ ନିଜେ ଅନେକ କିଛି ପରିଶ୍ରମ କରିବା ପାଇଁ ପଡ଼େ। ସ୍ୱାର୍ଥ ଭାବନା ରହିଲେ ବନ୍ଧୁତ୍ୱ ନଷ୍ଟ ହୁଏ। ଏମିତି ଖାଲି ଚିହ୍ନା ପରିଚୟ ତ ସହଜରେ ହୋଇଯାଏ, କିନ୍ତୁ ଅସଲ ବନ୍ଧୁତ୍ୱ ତିଆରି ହେବାକୁ ଅନେକ ସମୟ ଦରକାର, ଆଉ ତାହାର ବିକାଶ ପାଇଁ ବି ଉଦ୍ୟମ ଲୋଡ଼ା। ବିଭିନ୍ନ ପରୀକ୍ଷା ଦେଇ ବନ୍ଧୁତ୍ୱର ଆଣପଣ କଷା ହୁଏ ଏବଂ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଯାଇ ଦୀର୍ଘସ୍ଥାୟୀ ଏବଂ ମଜବୁତ ହୁଏ। ନକଲି ଆଉ ସୁବିଧାବାଦୀ ବନ୍ଧୁଙ୍କୁ ଚିହ୍ନି ଶିଖିବା ଉଚିତ। ପ୍ରକୃତ ସାଙ୍ଗମାନେ ନିଜ ବନ୍ଧୁର କଷ୍ଟ ସହିପାରନ୍ତି ନାହିଁ। ଅସଲ ସାଙ୍ଗ ଯାହା ପାଏ ତାଠୁ ଅଧିକ ଦେଇଥାଏ ଏବଂ ବିପଦ ଆପଦରେ ପାଖରେ ଠିଆ ହୋଇ ସାହା ଭରସା ହୁଏ। ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। କ୍ଷୀର ଦେଉନଥିବା ଗାଈର ଯେମିତି କିଛି ମୂଲ୍ୟ ନାହିଁ, ଠିକ୍ ସେମିତି ମା ବାପାଙ୍କର ସେବା କରୁନଥିବା, ଅଜ୍ଞାନୀ ଭଲ କାମ କରୁନଥିବା, ଅଳସୁଆ ନିକମା ମୂର୍ଖ ବାପା ମାଙ୍କର ସେବା କରୁନଥିବା ଚରିତ୍ରହୀନ ସନ୍ତାନ ବାପା ମା ତଥା ପରିବାର ଉପରେ ବୋଝ ସଦୃଶ। ଛାତ୍ର ଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ପଠନ ଗୃହର ଉତ୍ତର କିମ୍ବା ପୂର୍ବ ଦିଗରେ ଷ୍ଟଡି ଟେବୁଲ ପକାଯିବା ଉଚିତ। ଫଳତଃ ଅଧ୍ୟୟନକାରୀଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ କରାଯାଇପାରିବ। ଅଧ୍ୟୟନ ପାଇଁ ଭିନ୍ନ ଭିନ୍ନ ସ୍ଥାନ ଓ ମୁହଁ କରି ବସିବା ଦିଗକୁ ଚାର୍ଟ ପ୍ରସ୍ତୁତ କରାଯାଏ। ଏହି ଚାର୍ଟ ସୂଚିତ ଶୁଭ ଓ ଅଶୁଭ ଫଳାଫଳକୁ ବିଚାର କରି ଷ୍ଟଡି ରୁମ୍ରେ ନିଜର ଷ୍ଟଡି ଟେବୁଲର ସ୍ଥାନ ନିର୍ବାଚନ କରନ୍ତୁ ଏବଂ ସୁଫଳ ପ୍ରାପ୍ତି ହୁଅନ୍ତୁ। ଷ୍ଟଡି ରୁମ୍ରେ କଣ୍ଟା ଜାତୀୟ ଗଛ ରଖିବା ନିଷିଦ୍ଧ ଅଟେ। ଶୁଖିଲା ପତ୍ର ମଧ୍ୟ ରଖାଯିବା ଆଦୌ ଉଚିତ ନୁହେଁ। ଷ୍ଟଡି ରୁମ୍ର ସାଜସଜ୍ଜା ଓ ରଙ୍ଗ ସବୁଜ ହେବା ଶୁଭଙ୍କର। ଏପରିକି ସବୁଜ ରଙ୍ଗର ବଲ୍ବ ମଧ୍ୟ ସେ ଗୃହରେ ଲଗାଇଲେ ଅତ୍ୟନ୍ତ ମଙ୍ଗଳପ୍ରଦ ବୋଲି ବିଚାର କରାଯାଏ। ଏହି ସବୁଜ ରଙ୍ଗ ଶିଶୁମାନଙ୍କର ଜ୍ଞାନ ଓ ବୁଦ୍ଧି ବିକାଶରେ ସହାୟକ ହୋଇଥାଏ। ଜୟ ଶ୍ରୀ ଜଗନ୍ନାଥ।